ଆମର ସେବା କରିବାରେ ଅନନ୍ୟ ନାମ ପବିତ୍ର ଶ୍ରୀମତୀ ରଶ୍ମି ପ୍ରଭା ଏବଂ ସୁନାନାକି ସୁଭଦ୍ରା ସେ ମଠ ହେଇଥାଉ କିମ୍ବା ଆଶ୍ରମ ହେଇଥାଉ ସବୁ ଜାଗାରେ ସେବାରେ ତାଙ୍କୁ ପାଇବେ। ଭାବ ଭକ୍ତି ଓ ଧର୍ମ ପାଳନ କରିବାରେ ଅନନ୍ୟ ନାମ ଦୁଇଟି ଏଠି ଭକ୍ତମାନଙ୍କୁ ପଣା ଉତ୍ସର୍ଗ କରି ସେବା ପ୍ରଦାନ କରୁଛନ୍ତି। ସେବା ଚାଲିଛି ସୁନାନାକି ସୁଭଦ୍ରା ଆଉ ରଶ୍ମି ପ୍ରଭା। ଆଜ୍ଞା ସେବା ଚାଲିଛି। ପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପିତ ଏହି ଦୁଇଟି ନାମ ଭକ୍ତମାନଙ୍କୁ ଅପ୍ୟାୟିତ କରିବାରେ ସେ କେବେ କୁଣ୍ଠାବୋଧ କରନ୍ତି ସନ୍ଥ ସାଧୁ ମହାପୁରୁଷ ରାଜୀବ ଲୋଚନ ଦାସଙ୍କର ମାନେ ତାଙ୍କର ଆରାଧ୍ୟ ଦେବତା ହଉଛନ୍ତି କଳ୍କି। ତେଣୁ ଏଇ କଳ୍କିଙ୍କର ରୂପ ନାମ ଆଉ ତତ୍ତ୍ୱର ବିକାଶ ପାଇଁ ସିଏ ତାଙ୍କର ଯୋଉ ଲେଖିକିରି ଦେଇଗଲେ ଏବଂ ଆମର ଶିଷ୍ୟମାନଙ୍କୁ କହିଗଲେ ସେଇ ଅନୁଯାୟୀ ତାଙ୍କର ଭବିଷ୍ୟତ ବାଣୀ ଅନୁଯାୟୀ ଏଠି କଳ୍କି ରୂପ ନାମ ଆଉ ତତ୍ତ୍ୱର ପରିପ୍ରକାଶ ହେଲା 1984 ମସିହା ଠାରୁ ଆରମ୍ଭ ହେଲା। 1988 ମସିହାରେ ଏଇ ଯୋଉ ଆଶ୍ରମ ଆଜି ଆମେ ବସିଛେ ସେ ଜଙ୍ଗଲ ଥିଲା। ସେ ଜଙ୍ଗଲ ଭିତରେ ଆଶ୍ରମ ପ୍ରତିଷ୍ଠା ହେଲା 1988 ମସିହାରେ। ଆମର ତତ୍ତ୍ୱଗୁରୁ ଭଗବାନ ଦାସଙ୍କର ଯୋଉ ଲକ୍ଷ୍ୟ ଉଦ୍ଦେଶ୍ୟ ରାଜୀବ ଲୋଚନ ଦାସଙ୍କର ଯୋଉ ଲକ୍ଷ୍ୟ ଉଦ୍ଦେଶ୍ୟ ତାକୁ ପରିପ୍ରକାଶ କଲେ ଭଗବାନ ଯେ ସେ ଲକ୍ଷ୍ୟ ଉଦ୍ଦେଶ୍ୟ କଣ। ଆମେ ଯୋଉମାନେ ଏଇ ଆଶ୍ରମ ସହିତ ଜଡ଼ିତ ବା ଉଦୟବଟ ସହିତ ଯୋଉମାନେ ଜଡ଼ିତ, ଯୋଉମାନେ ଉଦୟବଟକୁ ଆଜି ଆସିଛନ୍ତି ବା ଆସୁଛନ୍ତି ବା ଆସିବେ ବା ଆସିଛନ୍ତି, ସେଇମାନଙ୍କର ସାହାଯ୍ୟ ସହଯୋଗରେ ଆଜି ଉଦୟବଟ ଏକ ଜଙ୍ଗଲରୁ ଆଜି ଏକ ବିକାଶର ରେଖା ବର୍ତ୍ତମାନ ଦେଖାଯାଉଛି। ବହୁତ ଉନ୍ନତ ହେଇଗଲାଣି। ଆମେ 80 ମସିହାର ଚିତ୍ର ଆପଣଙ୍କ ଆଗରେ ବିଶ୍ୱାସ କରିପାରିବେନି। ଏଠିକି ରାସ୍ତା ନଥିଲା। ରାସ୍ତାକୁ ବଢିବା ପରେ 15 ଫୁଟ ପଙ୍କ ଆଉ ପାଣି, ତାପରେ ଗୋଟିଏ ସରୁ ରାସ୍ତା ଜଣେ ଯାଇପାରିବ। କିଆ ଭେଡା ଦୁଇ ପଟରେ କିଆ ଭେଡା, ତା ଭିତରେ ଆସିଲେ ଏକ ବାଲି ପାହାଡ। ସେ ବାଲି ପାହାଡରେ ଯୋଉ ବାଲି ପାହାଡରେ ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କର ମନ୍ଦିର ହେଇଛି, ସେ ବାଲି ପାହାଡକୁ ଉଠିକିରି ଆମେ ଆସିବାକୁ ପଡୁଥିଲା। ରାସ୍ତା ନଥିଲା, କାନ୍ଧରେ ବୋହିକିରି ଆଶ୍ରମ ଏଠି ହେଲା। ତା ପରବର୍ତ୍ତୀ ପର୍ଯ୍ୟାୟରେ ଏସବୁ ଜିନିଷ ହେଇଛି, ଇଲେକ୍ଟ୍ରିକ ଆସିଛି, ରାସ୍ତା ହେଇଛି, ଜଗନ୍ନାଥ ମନ୍ଦିର ହେଇଛି। ଆପଣମାନେ ସୁବିଧାରେ ଆସିପାରୁଛନ୍ତି। ଏସବୁ ହବାର କାରଣ କାହିଁକି ଏସବୁ ଜିନିଷ ଜଙ୍ଗଲ ଭିତରେ ରାଜୀବ ଲୋଚନ ଦାସ ତାଙ୍କ ଘର ହଉଛି ଏଠି ଆମ ଏଇ ଅଞ୍ଚଳରେ ନୂଆ ଗାଁ। ସେ ଏଠିକି ଆସି କଣ କଲେ, କାହିଁକି ଆସିଥିଲେ, କିଏ ତାଙ୍କୁ କହିଥିଲା। ସେ ଏକ ଦିବ୍ୟଦ୍ରଷ୍ଟା ସାଧୁ। ତାଙ୍କୁ ନିର୍ଦ୍ଦେଶ ହେଲା ପୁରୀ ଚାଲିଗଲେ। ପୁରୀରେ ଶ୍ରୀକ୍ଷେତ୍ରରେ କିଛି ଦିନ ରହିବା ପରେ ତାଙ୍କୁ ନିର୍ଦ୍ଦେଶ ହେଲା ଯୋଉ ଆଦ୍ୟ ଲୀଳା କ୍ଷେତ୍ର ତମେ ସେଇଠିକି ଯାଅ। ଯେ ଆଦ୍ୟ ଲୀଳା କ୍ଷେତ୍ର କହିଲେ କିଏ ନା, ଆଦ୍ୟ ଲୀଳା କ୍ଷେତ୍ର ହଉଛି ସାରଳା ମଣ୍ଡଳ। ସାରଳା ମଣ୍ଡଳ ଅର୍ଥ ସାରଳାଙ୍କର ଯୋଉ ଅଷ୍ଟଦେବୀ ଅଷ୍ଟମଣ୍ଡଳ ସାରଳା, ମଙ୍ଗଳା, ବିମଳା, ଭଗବତୀ, ସମଲେଶ୍ୱରୀ, ଚର୍ଚ୍ଚିକା, ହେନ୍ଦୁଳା, ବିରଜା। এই ଯୋଉ 8 ଦେବୀ ଅଷ୍ଟମଣ୍ଡଳର ଇଏ ହଉଛନ୍ତି ବିରଜା ଆଉ ମଙ୍ଗଳାଙ୍କ ମଧ୍ୟବର୍ତ୍ତୀ ସ୍ଥାନରେ ସାରଳା ମଣ୍ଡଳ ଅବସ୍ଥିତ, ଯିଏକି ପୂର୍ଣ୍ଣତୟା ମହାନଦୀ ଏବଂ ମହୋଦଧୀର ସଙ୍ଗମ ସ୍ଥଳରେ ଅବସ୍ଥିତ। ଏବଂ ଏଇ ଯୋଉ ସଙ୍ଗମ ସ୍ଥଳ ଏବଂ ଆଦ୍ୟ ଲୀଳା କ୍ଷେତ୍ରର ସାରଳା ମଣ୍ଡଳର ପୂର୍ବ ଦ୍ୱାର ଭାବେ ପୌରାଣିକ ସ୍ୱୀକୃତି ଲାଭ କରିଛି। କାରଣ ସୂର୍ଯ୍ୟ
ଉଦୟ ପୂର୍ବରୁ ହୁଏ। ପୂର୍ବ ଏକ ଉତ୍କୃଷ୍ଟ ପରମ୍ପରାର ଦିଗ ଏବଂ ଏଇଠି ଏଇ ଯୋଉ ପବିତ୍ର ମହାନଦୀ ଆଉ ମହୋଦଧିର ସଙ୍ଗମ ସ୍ଥଳରେ ଏକ ତାକୁ ଏଇ ଯୋଉ ପବିତ୍ର ପୂର୍ବ